ତିନି ଦିନ ହେଇଗଲାଣି ହ୍ୟୁମାନ ଭାଇ ନାହାନ୍ତି, କିନ୍ତୁ ଏବେ ବି ବିଶ୍ୱାସ କରି ହଉନି ଷ୍ଟୁଡିଓ ବନ୍ଦ ଅଛି। ଆମେ କେହି ନିଜ ମାଇଣ୍ଡ ମେକଅପ୍ କରିପାରୁନୁ ଯେ ଆମକୁ ପୁଣି ସେ ପୂର୍ବ ଜୀବନକୁ ଫେରିବାକୁ ପଡ଼ିବ, ଯୋଉଠି ଆମେ ମ୍ୟୁଜିକ୍ ଷ୍ଟାର୍ଟ କରିବୁ କି ନୂଆ ଗୀତ ବନେଇବୁ। ପ୍ରତ୍ୟେକ ଷ୍ଟୁଡିଓ ବନ୍ଦ, ପ୍ରତ୍ୟେକ କାମ ବନ୍ଦ, ସବୁ ମ୍ୟୁଜିସିଆନ୍ ସ୍ତବ୍ଧ ଅଛୁ। ଏଇଟା ହିଁ ହେଉଛି ତାଙ୍କର କଣ୍ଟ୍ରିବ୍ୟୁସନ୍ ଓଡ଼ିଆ ମ୍ୟୁଜିକ୍ ପ୍ରତି, ଯେ ଆମେ ମାନେ ଭାବି ପାରୁନୁ ଯେ କୋଉଠୁ ଆରମ୍ଭ କରିବୁ ଗୀତ। ଯେମିତି ମୁଁ କହିଲି, ହ୍ୟୁମାନ ଭାଇଙ୍କ ଭଏସ୍ 1 in a billion ଭଏସ୍। ଆଉ ସେ ଗୋଟେ ଲମ୍ବା ଜୀବନ ବିତେଇ ନାହାନ୍ତି, କିନ୍ତୁ ଗୋଟେ ବହୁତ ବଡ଼ ଜୀବନ ବିତେଇଲେ। ଏତେ କମ୍ ଦିନର ଜୀବନ ଭିତରେ ସେ ଏତେ ମେମୋରିଜ୍, ଏତେ ଗୀତ, ଏତେ କିଛି ଦେଇକି ଗଲେ, ଯୋଉଟାକି ସାରା ଜୀବନ ଆମମାନଙ୍କ ମନରେ ମନେ ରହିବ। ଏବଂ ପ୍ରତ୍ୟେକ ଆର୍ଟିଷ୍ଟ ଲାଷ୍ଟ 10 ବର୍ଷ, 20 ବର୍ଷ, 30 ବର୍ଷ ତାଙ୍କ ଗୀତ ଗାଇକି ତାଙ୍କର ଭାତ ହାଣ୍ଡି ଚାଲିବ, ତାଙ୍କର ଘର ଚାଲିବ, ପ୍ରୋଗ୍ରାମ କରିବେ। ଏତିକି ସେ କଣ୍ଟ୍ରିବ୍ୟୁଟ୍ କରିକି ଯାଇଛନ୍ତି ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ। ମତେ ଲାଗୁଛି ଏବେ ସେ ଯୋଉଠି ଅଛନ୍ତି ସେ ଭଲରେ ଅଛନ୍ତି, ଶାନ୍ତିରେ ଅଛନ୍ତି। ତାଙ୍କ ପାଇଁ ଏ ଦୁନିଆ ନୁହେଁ, ଏ ଦୁନିଆଠୁ ସେ ଯୋଉଠି ଅଛନ୍ତି ବହୁତ ବେଟର ପ୍ଲେସରେ ଅଛନ୍ତି। ଦେଖନ୍ତୁ, କିଛି ଆର୍ଟିଷ୍ଟ ମାନେ ବହୁତ ଇମୋସନାଲ ଥାଆନ୍ତି, ତାଙ୍କର ମନର କଥା ସେମାନେ କହିପାରନ୍ତିନି। ହ୍ୟୁମାନ ଭାଇ ବି ସେମିତି ଲୋକଙ୍କ ଆଗରେ ହସାନ୍ତି, କନ୍ଦାନ୍ତି, ଗୀତ ଗାଆନ୍ତି, ବଟ୍ ତାଙ୍କ ମନର କଷ୍ଟଟା ବହୁତ କମ୍ ଲୋକ ଜାଣିଛନ୍ତି। ତ ସିଏ ଯୋଉ କଷ୍ଟଟା ତାଙ୍କ ମନରେ ଥିଲା ସେଟା ସେ ନେଇକି ପଳେଇଲେ। ଏବେ ଆଉ ସେ ଯୋଉଠି ଅଛନ୍ତି ସେ ଭଗବାନଙ୍କ ପାଖରେ ଅଛନ୍ତି, ତାଙ୍କର ଆଉ କଷ୍ଟ ନାହିଁ। କହିଥିଲେ କିଛି କିଛି କଥା, କିନ୍ତୁ ଏମିତି ହେଇଯିବ ବୋଲି ତ ଆମେ କେହି ବି କେବେ ଭାବି ପାରିବୁନୁ। ମୋ ମନରେ କଷ୍ଟ ଥିଲା। ସେ ବହୁତ ସରଳ, ଆଉ ତାଙ୍କ ସରଳତାର ଶିକାର ବହୁତ ଜଣ ନେଇଛନ୍ତି। କିନ୍ତୁ ଏବେ ସେ ଲୋକ ନାହାନ୍ତି, ଆମେ ଆଉ କଣ ସେ ବିଷୟରେ କଥା ହବା। ତାଙ୍କ ମା ଅଛନ୍ତି ଏବଂ ମ୍ୟାଡାମ ଜୀବନ ମୃତ୍ୟୁ ଅଛି, ଜନ୍ମ ମୃତ୍ୟୁ ଅଛି। ସେମାନେ ବି ଚାଲିଗଲେ, କିନ୍ତୁ ତାଙ୍କ ଯିବା ପରେ ତାଙ୍କ ମା ଏଠି ଗୋଟେ ଖରାପ ଅନୁଭୂତି ନେଇକରି ଗଲେ, ତାଙ୍କୁ ଗାଳି ଗୁଲଜ କରାହେଲା, ଖରାପ ଭାଷାରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାହେଲା। କଣ କହିବେ ତାକୁ? ନିହାତି ସେଟା ବହୁତ ଭୁଲ ଜିନିଷ। ମାନେ ଦେଖନ୍ତୁ, ହ୍ୟୁମାନ ଭାଇ ଯେତେ ଦିନ ଯାଏ ଥିଲେ, ତାଙ୍କ ମା ହ୍ୟୁମାନ ସାଗରଙ୍କ ମା ହେଇକି ଥିଲେ। ସେ ପଳେଇଲା ପରେ ଲୋକଙ୍କୁ ଲାଗିଲା ଯେ ଆଉ ବୋଧେ ତାଙ୍କୁ ଆମେ କିଛି ବି କହିପାରିବା, କାରଣ ହ୍ୟୁମାନ ସାଗର ନାହାନ୍ତି। That's not true. ମିଡିଆ ଅଛି। ଆଜ୍ଞା, ଏଇଟା ହିଁ ଦୁନିଆ। ସେ ଜଣା ପଡିଗଲା ଯେ ଏଇଟା ହିଁ ଦୁନିଆ। ମାନେ ତାଙ୍କରି ପାଖରୁ, ତାଙ୍କର ପରେ ତାଙ୍କ ନାଁରେ ତାଙ୍କୁ ଏତେ ଖରାପ, ବହୁତ ହି ଖରାପ ଲାଗିଲା ମୋ ପାଖେ ସେ ଭିଡିଓଟା ଦେଖିକି। ତଦନ୍ତ ହବା ଉଚିତ। ସେଟା ତ ଆମେ ଦେଖିନେ, ସେ ବିଷୟରେ ମୁଁ ମତ ଦବାଟା ଠିକ ହବନି। ତାଙ୍କ ଘର ଭିତରେ କଣ ହଉଥିଲା ନାଇଁ, ବଟ୍ ଯେତେ ଦିନ ହ୍ୟୁମାନ ଭାଇ ଆସୁଥିଲା ଆମ ପାଖକୁ, ତାଙ୍କର କେୟାର ଟେକର୍ସ ମାନେ ବହୁତ ହି ୱେଲ୍ ମାନେ ବିହେଭ୍। ଆମେ ଯେତେ ଯାହା ଦେଖିଛୁ, ଏବେ ଘର ଭିତରେ କଣ ହଉଥିଲା ଆମେ ଜାଣିନୁ। ଯେତେବେଳେ ଦୁଃଖରେ ଯିଏ ବି ଥାଆନ୍ତି, ପ୍ରତ୍ୟେକ ମଣିଷ ହ୍ୟୁମାନ ସାଗରଙ୍କ ଗୀତ ଶୁଣନ୍ତି। ବର୍ତ୍ତମାନ ଆପଣ ସମସ୍ତେ ଦୁଃଖରେ, ଆପଣମାନେ କାହା ଗୀତ ଶୁଣନ୍ତି? ତମେ ଗୀତ ଏବେ ତ ଇନଷ୍ଟାଗ୍ରାମ ଖୋଲିଲେ ହ୍ୟୁମାନ ଭାଇ ଗୀତ ନ ଖୋଲିଲେ ବି ମୁଣ୍ଡରେ ତାଙ୍କ ଭଏସ ଆସୁଛି। ମୁଁ ଭାବି ପାରୁନି ଇଣ୍ଡଷ୍ଟ୍ରି ଗୋଟେ 20 ବର୍ଷ ପଛକୁ ପଳେଇ ଆସିଛି। ମାନେ ଆମେ ଆଗକୁ କଣ କରିବା? କାରଣ ଯେମିତି କି ଜଣେ କହୁଥିଲେ ଯେ ଆମେ କମ୍ପୋଜିସନ କରି ବସିଲେ ଫାର୍ଷ୍ଟ ଲୋକ ହ୍ୟୁମାନ ଭାଇଙ୍କ ନାଁ ଟା ମନକୁ ଆସେ। ଏବେ କଣ ହବ ମୁଁ ଜାଣିନି ଆଗକୁ। କେତେ ଲୋକଙ୍କ ହୃଦୟକୁ କିଣିଛନ୍ତି ହ୍ୟୁମାନ ସାଗର, କିନ୍ତୁ ତଥାପି ତାଙ୍କୁ ସରକାରଙ୍କ ପକ୍ଷରୁ କେହି ବି ଜଣେ ନେତା ମନ୍ତ୍ରୀ କି ବିଧାୟକ କେହି ଆସିଲେ ନାହିଁ। ମୁଁ ତ ଆକ୍ଚୁଆଲି କଣ କ୍ରାଇଟେରିଆସ୍ ମୁଁ ଜାଣିନି। ମୁଁ ଆପ୍ରୋଚ୍ କରିଥିଲି ଗାର୍ଡ ଅଫ୍ ଅନର ପାଇଁ, କିନ୍ତୁ ଯାହାବି କ୍ରାଇଟେରିଆ ମେ ବି ମୁଁ ଜାଣିନି ଏସବୁ ବିଷୟରେ ମୁଁ ମତ ଦବା ଉଚିତ ହବନି। ଆସିବାର ଥିଲା ବୋଲି ମୁଁ ଯେତିକି ଶୁଣିଥିଲି, ସେଥିପାଇଁ ତରତର ହେଇକି ତାଙ୍କୁ ନିଆହେଲା ଟିଟଲାଗଡ଼, ସୋ ଦ୍ୟାଟ୍ ସନସେଟ୍ ପୂର୍ବରୁ ସେ ପହଞ୍ଚିବେ, ସୋ ଦ୍ୟାଟ୍ ରାତିକୁ ହିଁ ବାହାର ନେଇଯାଇଥିଲେ, ସୋ ଦ୍ୟାଟ୍ କିଏ ସବୁ ଆସିବାର ଥିଲା। କିଛି ଅସୁବିଧା ଥିବ କି ଅଦର କମିଟମେଣ୍ଟସ୍ ଥିବ ଯାହା ପାଇଁ କିଏ ଆସିନଥିବେ, ଦେଖନ୍ତୁ, ଆର୍ଟିଷ୍ଟକୁ କୌଣସି ରେକଗ୍ନିସନର ଆବଶ୍ୟକତା ନାହିଁ। ମୁଁ ଗୋଟେ ସବୁଠୁ ବଡ଼ କ୍ଷୋଭ ଯେ ଆଜି ଯାଏଁ ହ୍ୟୁମାନ ସାଗରଙ୍କୁ ଷ୍ଟେଟ୍ ଆୱାର୍ଡ ମିଳିନି। ତାର କ୍ଷୋଭଟା ସେ ମୋ ଆଗରେ ଗୋଟେ ଥର କହିଥିଲେ। ଆଉ ମୁଁ ତାଙ୍କ ଯିବାର 4 ଦିନ ପୂର୍ବରୁ ମୋ ମୁଣ୍ଡକୁ ସଡନଲି ଆସିଥିଲା କି କାଶ ଏ ବର୍ଷଟା ହ୍ୟୁମାନ ଭାଇଙ୍କୁ ଷ୍ଟେଟ୍ ଆୱାର୍ଡ ମିଳିଯାନ୍ତା କି, ତାଙ୍କୁ ଷ୍ଟେଟ୍ ଆୱାର୍ଡ ମିଳିନଥିଲା। ତ ନ ମିଳିକି କଣ ସେ କିଛି କମ କରିକି ଗଲେ କି? ତାଙ୍କର କଣ୍ଟ୍ରିବ୍ୟୁସନ ତ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ପାଇଁ ତାଙ୍କ କଣ୍ଟ୍ରିବ୍ୟୁସନ କଥା କହୁଛି, ଆୱାର୍ଡ ରେକଗ୍ନିସନ ତାଙ୍କୁ ଦରକାର ନାହିଁ। ଗାଆନ୍ତି, ସେ ଭଲ ଗାଏ। ତାଙ୍କ ୱାଇଫଙ୍କର ମୁଁ ଯେତିକି ଭିଡିଓ ସେ ଅପଲୋଡ କରନ୍ତି ମୁଁ ଦେଖିଥିଲି, ତାଙ୍କ ଝିଅ ଭଲ ଗାଏ। ବଡ ହେଇ ସେ କଣ ହବ ସେଇଟା ତ ଆମେ ଜାଣିନେ, ବଟ୍
ତା ବାପାଙ୍କୁ ବହୁତ ଭଲ ପାଏ ଆଉ ତା ବାପାଙ୍କର ବ୍ଲେସିଂସ୍ ତା ଉପରେ ସବୁବେଳେ ରହେ।